ଦ୍ୱିତୀୟ ରାଜାବଳୀ 2 ଅଧ୍ୟାୟ 19ରୁ 25 ପଦ ପଢିବି। ଆପଣ ମାନେ ଯୋଉମାନଙ୍କ ପାଖରେ ବାଇବଲ ଅଛି ଦେଖନ୍ତୁ। ଦ୍ୱିତୀୟ ରାଜାବଳୀ 2 ଅଧ୍ୟାୟ 19ରୁ 25 ପଦ। ଅନନ୍ତର ନଗରସ୍ଥ ଲୋକମାନେ ଏଲିଶାଙ୍କୁ କହିଲେ, ଦେଖନ୍ତୁ, ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭମାନଙ୍କ ପ୍ରଭୁ ଦେଖୁଅଛନ୍ତି ଯେ ଏହି ନଗରର ସ୍ଥାନ ମନୋରମ, ମାତ୍ର ଜଳମନ୍ଦ ଓ ଭୂମି ଫଳନାଶକ। ତହିଁରେ ସେ କହିଲେ, ମୋ କତିକି ଗୋଟିଏ ନୂତନ ପାତ୍ର ଆଣ ଓ ତହିଁରେ ଲବଣ ଦିଅ। ତ ସେମାନେ ତାଙ୍କ ନିକଟକୁ ତାହା ଆଣିଲେ। ଏଥିରେ ସେ ଜଳ ନିର୍ଝଳ ନିକଟକୁ ଗଲେ ଓ ତହିଁରେ ଲବଣ ପକାଇ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ମୁଁ ଏହି ଜଳ ଭଲ କଲି, ତାହା ମୃତ୍ୟୁଜନକ ଅବା ଫଳନାଶକ ଆଉ ହେବ ନାହିଁ। ଏହି ରୂପେ ଏଲିଶାଙ୍କର ଉକ୍ତ ବାକ୍ୟାନୁସାରେ ସେହି ଜଳ ଆଜି ପର୍ଯ୍ୟନ୍ତ ଭଲ ହୋଇଅଛି। ଏଥିଉତ୍ତାରେ ସେ ସେଠାରୁ ବୈଥଲକୁ ଗଲେ। ପୁଣି ସେ ପଥରେ ଯାଉ ଯାଉ କେତେକ କ୍ଷୁଦ୍ର ବାଳକ ନଗରରୁ ବାହାରି ଆସି ତାହାଙ୍କୁ ପରିହାସ କରି କହିଲେ, ଆରେ ଟାଙ୍ଗରା ମୁଣ୍ଡା ଉପରକୁ ଯା, ଆରେ ଟାଙ୍ଗର ମୁଣ୍ଡା ଉପରକୁ ଯା। ଏଥିରେ ସେ ଆପଣା ପଛକୁ ଅନାଇ ସେମାନଙ୍କୁ ଦେଖିଲେ ଓ ସଦାପ୍ରଭୁଙ୍କ ନାମରେ ସେମାନଙ୍କୁ ଶାପ ଦେଲେ। ସେତେବେଳେ ବନରୁ 2 ଭଲୁକି ବାହାରି ଆସି ସେମାନଙ୍କ ମଧ୍ୟରୁ 42 ଜଣ ବାଳକକୁ ବିଦୀର୍ଣ୍ଣ କଲେ। ଏଉତାରେ ସେ ସେଠାରୁ କର୍ମିଲ ପର୍ବତକୁ ଗଲେ ଓ ସେଠାରୁ ସମରିଆକୁ ଫେରିଗଲେ। ପ୍ରଭୁ ଏଇ ବାକ୍ୟ ଦେଇ ଆମମାନଙ୍କୁ କଥା କହନ୍ତୁ। ପ୍ରକୃତରେ ଆମର ଏଠି ବର୍ଷା ଚାଲିଛି ଆଉ ପାୱାର ନାହିଁ, ସେଥିପାଇଁ ବୋଧେ ମୁଁ ଭାବୁଛି ନେଟୱାର୍କର ପ୍ରୋବ୍ଲେମ ଅଛି ବୋଲି। ଶୁଣିପାରିଲେ? ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହଁ, ଶୁଭା ଯାଉଛି। ଏକ୍ଚୁଆଲି ଏଠି ବର୍ଷା କଣ୍ଟିନ୍ୟୁ ଚାଲିଛି ଆଉ କରେଣ୍ଟ ନାହିଁ, ସେଥିପାଇଁ ନେଟୱାର୍କର ପ୍ରୋବ୍ଲେମ କି କ'ଣ ମୁଁ ଜାଣିନି। ଏନିହାଉ, ଆଜି ଏ ପ୍ରାତଃ ସମୟରେ ଆମେ ଯୋଉ ବାକ୍ୟଟି ପଢିଲୁ, ଆମମାନଙ୍କର ଅତି ପରିଚିତ ଅଂଶ। ଆମେ ସମସ୍ତେ ଏ ବାକ୍ୟକୁ ଭଲ ଭାବରେ ଜାଣିଥିବା ବିଷୟଟେ। ଏ ଦ୍ୱିତୀୟ ରାଜାବଳୀ 2 ଅଧ୍ୟାୟର ଆଉ 9ରୁ 11 ପଦ ଯେତେବେଳେ ଆମେ ପଢୁ, ଏଲିଓ ଏବଂ ଏଲିଶାଙ୍କର ବାର୍ତ୍ତାଳାପ ଆମେ ସେ ସ୍ଥାନରେ ଦେଖୁଛୁ। ମତେ ଗତ ରାତିରେ ପଢୁଥିବା ବେଳେ ବେଶୀ ଭଲ ଲାଗିଲା ଯେ ଏଲିଓ ଏଲିଶାଙ୍କୁ ପ୍ରଶ୍ନ କରୁଛନ୍ତି, ମୁଁ ତୁମ ପାଇଁ କ'ଣ କରିବି, ଏହା ମୁଁ ତୁମ୍ଭ ନିକଟରୁ ଅନ୍ତର୍ହିତ ହେବା ପୂର୍ବରୁ ମାଗ। 2 ଜଣ ପ୍ରଭୁଙ୍କ ଦାସ। ଆଉ ଏଲିଓ ଏଲିଶାଙ୍କୁ କହୁଛନ୍ତି, ମୁଁ ତୁମ ପାଇଁ କ'ଣ କରିବି, ମୁଁ ଅନ୍ତର୍ହିତ ହେବା ପୂର୍ବରୁ ମତେ ମାଗ। ଆଉ 2:9 ପଦରେ ତାହା ଲେଖା ଅଛି, ତହିଁରେ ଏଲିଶାଇ କହିଲେ, ମୁଁ ବିନୟ କରୁଅଛି, ଆପଣଙ୍କ ଆତ୍ମାର 2 ଗୁଣ ଅଂଶ ମୋ ଉପରେ ବର୍ତ୍ତୁ। ଏଥିରେ ସେ କହିଲେ, ତୁମେ ଦୁଃସାଧ୍ୟ ବିଷୟ ମାଗିଲ, ତଥାପି ମୁଁ ତୁମ୍ଭ ନିକଟରୁ ଅନ୍ତରିତ ହେବା ବେଳେ ଯେବେ ତୁମ୍ଭେ ମତେ ଦେଖିବ, ତେବେ ତୁମ୍ଭ ପ୍ରତି ତଦ୍ରୂପ ବର୍ତ୍ତିବ, ମାତ୍ର ତାହା ନହେଲେ ବର୍ତ୍ତିବ ନାହିଁ। এই ଅଂଶଟା ତୁମ୍ଭ ପାଇଁ ମୁଁ କ'ଣ କରିବି, এই ଯୋଉ ପ୍ରଶ୍ନଟି ଏଲିଓ ଏଲିଶାଙ୍କୁ ପଚାରୁଛନ୍ତି। ଆଉ ଏଲିଶା ମଧ୍ୟ ଦେଖନ୍ତୁ କେତେ ସୁନ୍ଦର ବିଷୟ ସେ କହୁଛନ୍ତି ଯେ ମତେ ତୁମ୍ଭର ଆତ୍ମାର 2 ଗୁଣ ଆଉ ଆତ୍ମା ମୋ
ପ୍ରତି ବର୍ତ୍ତୁ ତାମାନେ ତୁମେ ଯେଉଁ ପ୍ରକାର କାର୍ଯ୍ୟ କରୁଛ ଆଉ ବିଶେଷ କରି ତୁମେ ଯେଉଁ ପବିତ୍ର ଆତ୍ମାଙ୍କ ଶକ୍ତିରେ କାର୍ଯ୍ୟ କର ସେଇ ପବିତ୍ର ଆତ୍ମାଙ୍କର ଦ୍ୱିଗୁଣ ଶକ୍ତି ମୋ ଜୀବନରେ ବର୍ତ୍ତୁ ମାନେ ମୋ ପାଇଁ ଆସୁ ଆଉ ତାହା ତୁମେ ମୋ ପାଇଁ ବର ଦିଅନ୍ତୁ। ଭାବୁଥିଲି ଏଲିୟ ବି କହୁଛନ୍ତି ତୁମେ ଦୁଃସାଧ୍ୟ ବିଷୟ ମାଗିଲ କିନ୍ତୁ ଗୋଟେ ଚୁକ୍ତି ତୁମେ ତ ଦୁଃସାଧ୍ୟ ବିଷୟ ମାଗିଲ ଯାହା ମନୁଷ୍ୟ ଦୃଷ୍ଟିରେ ସାଧ୍ୟ ନୁହଁ କିନ୍ତୁ ଗୋଟେ ବିଷୟ ଯେତେବେଳେ ମୁଁ ଅନ୍ତର୍ହିତ ହେବି ଆଉ ମତେ ଯଦି ତୁମେ ଦେଖିବ ମୁଁ ଅନ୍ତର୍ହିତ ହେବା ପୂର୍ବରୁ ସେ ମଧ୍ୟ ଆଉ ଗୋଟେ ଚୁକ୍ତି କରୁଛ ମାନେ ଇସ୍ରାଏଲ ଲୋକମାନଙ୍କର ଇସ୍ରାଏଲର ପୁତ୍ରମାନେ ପିତାମାନଙ୍କର ସମ୍ପତ୍ତିର ଉତ୍ତରାଧିକାରୀ କିନ୍ତୁ ସେମାନଙ୍କର ନିୟମ ଥିଲା ଯେ ଜ୍ୟେଷ୍ଠ ପୁତ୍ର 2 ଗୁଣ ଅଂଶ ପାଉଥିଲେ। ପ୍ରଥମ ଜାତ ପୁତ୍ର ସହିତ ଆଉ ଏଲିୟ ଏଲିସାଙ୍କୁ 2 ଗୁଣ ଅଂଶ ଦଉଛନ୍ତି। ଦ୍ୱିତୀୟ ବିବରଣ ତାର 21-16 ଏବଂ 17 ପଦ ଯେତେବେଳେ ପଢିବେ ସେଠି ଲେଖା ଅଛି ଯେତେବେଳେ ସେମାନଙ୍କର ସମ୍ପତ୍ତି ଭାଗ ହଉଥିଲା ଆଉ ଯେ ପରିବାରର ଜ୍ୟେଷ୍ଠ ପୁତ୍ର ଥିବେ ସେ 2 ଗୁଣ ଅଂଶ ପାଉଥିଲେ। ହେଲେ ଏଇଠି ଏଲିୟ ଏବଂ ଏଲିସାଏ ବାପା ପୁଅ ନୁହନ୍ତି ସେମାନେ କିନ୍ତୁ ଏଲିସା ଏଲିୟକୁ କହୁଛନ୍ତି ମତେ ତୁମେ ଅନ୍ତର୍ହିତ ହେବା ପୂର୍ବରୁ ଆଉ ମତେ 2 ଗୁଣ ଆତ୍ମାଙ୍କର ଶକ୍ତି ମତେ ତୁମେ ଦିଅ ଆଉ ପ୍ରଦାନ କର ଯେପରି ମୁଁ ତୁମ ପରି ଆଶ୍ଚର୍ଯ୍ୟ କାର୍ଯ୍ୟ କରିପାରିବି। ମୁଁ ଭାବୁଥିଲି ଦୁଃସାଧ୍ୟ ବିଷୟଟା ଆମେ ଏପରିକି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲା ବେଳେ ମଧ୍ୟ ପ୍ରଭୁ ମତେ 2 ଗୁଣ ଆତ୍ମାଙ୍କର ଶକ୍ତି ଦିଅ ଏତେ ଆତ୍ମାଙ୍କର ଶକ୍ତି ଦିଅ ଯେ ମୁଁ ଅନେକ ଆଶ୍ଚର୍ଯ୍ୟ କର୍ମ କରିବି ଏ ବିଷୟ ମାଗି ନଥାଉ ଆଉ ଏଇଟା ସତରେ ଦୁଃସାଧ୍ୟ ବିଷୟ। ଏଇଟା ଜଣେ ବ୍ୟକ୍ତି ପ୍ରଭୁଙ୍କ ନିକଟରେ ଯୋଉ ପରିମାଣରେ ସମର୍ପିତ ହୁଏ ତାର ବ୍ୟକ୍ତିଗତ ସମର୍ପଣ ହିଁ ଜଣେ ବ୍ୟକ୍ତିଙ୍କୁ ଈଶ୍ୱରଙ୍କର ଶକ୍ତି ତାହା ତାଙ୍କ ଜୀବନରେ ପ୍ରକାଶ କରି ଆଉ ସେ ତାଙ୍କ ପାଇଁ କାର୍ଯ୍ୟ କରେ। ପ୍ରକୃତରେ ସମ୍ପୂର୍ଣ୍ଣ ସମର୍ପଣ ମାନେ ଟୋଟାଲ ସରେଣ୍ଡର ଲାଇଫ ଆମକୁ 3ଟି ବିଷୟ ଆମ ଜୀବନରେ ଲାଭ କରେ। ପ୍ରଥମ ବିଷୟ କଣ ଯେତେବେଳେ ଆମମାନେ ଈଶ୍ୱରଙ୍କ ଠାରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ହେଉ ସେ ତାଙ୍କର ଶକ୍ତିକୁ ଆମ ଜୀବନରେ ପ୍ରକାଶ କରନ୍ତି। ତାଙ୍କ ଇଚ୍ଛାକୁ କଣ କରୁ ନା ପରିତ୍ୟାଗ କରୁ ଆଉ ଯେତେବେଳେ ସେ ଆମକୁ ସମସ୍ୟା ଆଉ କଷ୍ଟ ମଧ୍ୟରେ ସୁସ୍ଥିର କରନ୍ତି ଅବସ୍ଥାପିତ କରନ୍ତି। ହେଲେ ଏଠି ଏଲିସା ଏଲିୟଙ୍କ ନିକଟରେ ଏଇ କିନ୍ତୁ ଏଲିସା ଜାଣିଛନ୍ତି ଏ ଜଣେ ଈଶ୍ୱରଙ୍କ ଦାସ ଆଉ ଏ ଯାହା ଇଚ୍ଛା କରନ୍ତି ଆଉ ତାହା କାର୍ଯ୍ୟର ସେ ଶକ୍ତିର କାର୍ଯ୍ୟକୁ ଦେଖିଛନ୍ତି। ଆଉ 2:11 ପଦରେ ଯାହା ଏଲିୟ ଏଲିସାକୁ କହୁଛନ୍ତି ହଁ ତୁମ ପ୍ରତି ବର୍ତ୍ତିବ ଦୁଃସାଧ୍ୟ ବିଷୟ ତ ମାଗିଲ କିନ୍ତୁ ତୁମ ପ୍ରତି ତ ତାହା ବର୍ତ୍ତିବ କିନ୍ତୁ ଯେତେବେଳେ ମୁଁ ଅନ୍ତର୍ହିତ ହେବା ବେଳେ ତୁମେ ମତେ ଦେଖିବ
ଆଉ 2 ଜଣ ପଥରେ ଯାଉ ଯାଉ 11 ପଦରେ ଲେଖା ଅଛି ଆଉ ଓ କଥାବାର୍ତ୍ତା କରୁ କରୁ ଏକ ଅଗ୍ନିମୟ ରଥ ଓ ଅଗ୍ନିମୟ ଅଶ୍ବମାନ ଉପସ୍ଥିତ ହୋଇ ସେ ଦୁହିଁଙ୍କୁ ପୃଥକ କଲେ। ପୁଣି ଏଲିଓ ଘୂର୍ଣ୍ଣ ବାହୁରେ ସ୍ୱର୍ଗାରୋହଣ କଲେ। ତାପରେ ଏଲିସାଏ ତାହା ଦେଖି ଉଚ୍ଚସ୍ୱର କରି କହିଲେ, ହେ ଆମ୍ଭପିତ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀ ଗଣ। ଏଉତାରେ ସେ ତାଙ୍କୁ ଆଉ ଦେଖିଲେ ନାହିଁ। ଏଣୁ ସେ ଆପଣା ବସ୍ତ୍ର ଧରି 2 ଖଣ୍ଡ କରି ଚିରିଲେ। ଆଶ୍ଚର୍ଯ୍ୟ ବିଷୟ, ମନୁଷ୍ୟ ମାଗିଥାଏ ଆଉ ବିଶ୍ୱାସୀମାନେ ଯେଉଁମାନେ ପ୍ରଭୁଙ୍କ ନିକଟରେ ଲାଗିଥାନ୍ତି ସେମାନେ ତାଙ୍କ ନିକଟରେ ପ୍ରାର୍ଥନାର ସହିତ ତାଙ୍କର ଆବଶ୍ୟକତାକୁ ମାଗିଥାନ୍ତି, କିନ୍ତୁ ଅନେକ ସମୟରେ ତାହା ପୁରା ହୋଇନଥାଏ। ଯାକୋବ କହୁଛନ୍ତି, ତୁମାନେ ମାଗିଥାଅ କିନ୍ତୁ ପାଇନଥାଅ, କାରଣ ତୁମ୍ଭେମାନେ ମନ୍ଦ ଅଭିପ୍ରାୟରେ ଆପଣା ଆପଣା ସୁଖାବିଳାସର ବ୍ୟୟ ନିମନ୍ତେ ମାଗିଥାଅ। ଆମେ ଅନେକ ସମୟରେ ପ୍ରଭୁଙ୍କ ଠାରୁ ଅନେକ ବିଷୟ ପ୍ରାପ୍ତ ହେଇନଥାଉ, କାରଣ ଆମେ ତାହା ପାଇବା ପାଇଁ ଯୋଗ୍ୟ ନୁହଁ, କିନ୍ତୁ ମାଗି ଚାଲିଥାଉ। ଏଠି ଏଲିସା ଯାହା ମାଗିଲେ ପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣି ତାଙ୍କୁ କଣ କଲେ, ତାଙ୍କ ଜୀବନରେ ତାହା ସାଧନ କଲେ। ହେଲେ ଏ ଯୋଉ ଅଗ୍ନିମୟ ଅଶ୍ବ ଆଉ ରଥ, ଏ ଅଗ୍ନିମୟ ଅଶ୍ବ ଆଉ ରଥ ଏହା ଈଶ୍ୱରଙ୍କର ଶକ୍ତି, ତାଙ୍କର ମାନେ ଯୁଦ୍ଧ ବେଳେ ଈଶ୍ୱରଙ୍କର ଶକ୍ତିକୁ ପ୍ରକାଶ କରେ। ଆଉ 13 ପଦରେ ଗୋଟେ କଥା ଲେଖା ଯାଉଛି, ମୁଁ ଆପଣମାନଙ୍କ ପାଇଁ ପଢିବି। ମଧ୍ୟ ସେ ଏଲିଓଙ୍କ ଠାରୁ ପଡିଥିବା ବସ୍ତ୍ରଖଣ୍ଡ ଉଠାଇ ନେଲେ ଓ ଫେରି ଯାଇ ଜର୍ଦ୍ଦନ ତୀରରେ ଠିଆ ହେଲେ। କିଏ? ଏଲିସାଏ ଏଲିଓଙ୍କ ପାଖରୁ ପଡିଥିବା ଗୋଟିଏ ବସ୍ତ୍ର ଖଣ୍ଡ ଉଠାଇଲେ ଆଉ ସେ ଜର୍ଦ୍ଦନ ନଦୀର ତୀରରେ ଠିଆ ହେଲେ। ଏଇ ବସ୍ତ୍ର ଖଣ୍ଡ ଏଲିସାଙ୍କ ନିକଟରେ ଏଲିଓଙ୍କର ଶକ୍ତି ଥିଲା। ଏହା ଏଲିଓଙ୍କ ନିମନ୍ତେ ତାହା ସୂଚନା ଦିଏ ଆଉ ତାହା ପ୍ରମାଣ ମଧ୍ୟ ଅଟେ। 2:14 ଏବଂ 15 ପଦରେ ଯୋଉ ବସ୍ତ୍ର ଖଣ୍ଡ ଏଲିଓଙ୍କ ଠାରୁ ପଡିଲା, ଏଲିସା ଉଠେଇ ନେଲେ ଆଉ ତାହା ଈଶ୍ୱରଙ୍କର ଶକ୍ତିର ମାନେ ଏଲିସାଙ୍କ ନିମନ୍ତେ ଈଶ୍ୱରଙ୍କର ଶକ୍ତିର ପ୍ରମାଣ ଅଟେ। ଆଉ ସେଟା ନେଇକି ଯାଉଛନ୍ତି ଆଉ ଜର୍ଦ୍ଦନ ସମ୍ମୁଖରେ ଠିଆ ହେଉଛନ୍ତି। ତାପରେ ଆମେ ଆଜି ପଢିଥିଲୁ 19ରୁ 25 ପଦ ମଧ୍ୟରେ, ସେଟା କଣ? ଏଲିସାଙ୍କର ସେବା କାର୍ଯ୍ୟ। ଜିରିହରୁ ବୈଥଲ ମଧ୍ୟରେ ଏ ଘଟଣା ଘଟିଛି। ଆଉ ଯେତେବେଳେ ଆମେ ତାର ଦ୍ୱିତୀୟ ରାଜାବଳୀ 2:18 ପଦ, ପୁଣି ଏଲିସାଏ ଜିରିହରେ ଥାଉ ଥାଉ ସେମାନେ ତାଙ୍କ ନିକଟକୁ ଫେରି ଆସିଲେ। ଏଥିରେ ସେ ସେମାନଙ୍କୁ କହିଲେ, ନ ଯାଅ ବୋଲି ମୁଁ କଣ ତୁମମାନଙ୍କୁ କହିନଥିଲି? ତାମାନେ ଏଲିୟ ଯେତେବେଳେ ସ୍ୱର୍ଗାରୋହଣ କଲେ, ଅନେକ ଲୋକ ଆଉ ତାହାଙ୍କୁ କହିଲେ ଯେ ଆପଣମାନଙ୍କର ସଙ୍ଗେ ଆଉ ଯୋଉମାନେ ବଳବାନ ଲୋକ ଅଛନ୍ତି ଆମେ ବିନୟ କରୁଅଛୁ, ଆଉ ଆପଣଙ୍କ ପ୍ରଭୁଙ୍କୁ ଆମେ ଖୋଜିବା। ଆଉ ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଯେତେବେଳେ ଉର୍ଦ୍ଧ୍ୱକୁ ଉଠେଇ ନେଲେ, କୌଣସି ପର୍ବତର କୌଣସି କୋଣରେ ପକେଇ ଦେଇଥିଲେ, ଆଉ ଆମେ ଯିବା ଆଉ ତାଙ୍କୁ ଖୋଜିବା ବୋଲି ସେମାନେ ଖୋଜିବାକୁ ଯାଇଛନ୍ତି, ଆଉ ଏଲିୟଙ୍କୁ ପାଇଲେ ନାହିଁ। ଆଉ ସେତେବେଳେ ଏଲିସା କହୁଛନ୍ତି, ମୁଁ ତୁମମାନଙ୍କୁ କହିଥିଲି ଯାଆନ୍ତୁ ନାହିଁ, ତାଙ୍କୁ ପରମେଶ୍ୱର ଏମିତି କୋଉଠି ନେଇ ପକେଇ ନାହାନ୍ତି, ମାତ୍ର ସେ ସମ୍ପୂର୍ଣ୍ଣ ଭାବରେ ଉର୍ଦ୍ଧ୍ୱକୁ ଆରୋହଣ କରିଅଛନ୍ତି। ତାପରେ 19ରୁ 25 ପଦରେ ଆମେ ଦେଖୁଛୁ ଏଲିସାଙ୍କର ପବ୍ଲିକ ମିନିଷ୍ଟ୍ରି, ଲୋକମାନଙ୍କ ମଧ୍ୟରେ ସେବା କାର୍ଯ୍ୟ। ଆଉ ଏଲିସା 15ରୁ 18 ପଦରେ
ଜିରୋହରେ ଅଛନ୍ତି, ଜିରିହୋରେ ଅଛନ୍ତି। ଆଉ ସେ ଜିରିହ ପୁଣି ବୈଥଲର ମଧ୍ୟରେ এই ଘଟଣାଟି ଘଟିଛି। ପଥରେ ଯାଉ ଯାଉ ଏଲିଓ ଆଉ ସେ ଉର୍ଦ୍ଧ୍ୱକୁ ଗମନ କଲେ। ଆଉ ଏଇ ଯୋଉ ଜିରିହ ଆଉ ବୈଥଲର ମଧ୍ୟରେ ସେଟା ଗୋଟେ ସ୍ଥାନ, ଯୋଉ ସ୍ଥାନରେ ଦ ସେଣ୍ଟର ଅଫ କପ୍ ୱାର୍ସିପ ଇସ୍ରାଏଲ ଲୋକମାନେ ଯୋଉ ବାଛୁରୀର ପୂଜା କରୁଥିଲେ, ଆଉ ସେ ସ୍ଥାନ ହଉଛି ସେଇ ପୂଜା କରିବାର ସ୍ଥାନ ଜିରିହ ଆଉ ବୈଥଲର ମଝିର ସ୍ଥାନ। ହେଲେ ଏଇଠି ଏଲିଶାଙ୍କୁ ପ୍ରଭୁ ବ୍ୟବହାର କରୁଛନ୍ତି। ଆଉ ସେଇ ଅଂଶରୁ ଆମେ ଅଳ୍ପ ଚିନ୍ତା କରିବା। କଣ ସେଟା? ଯେ 19 ପଦରେ ଅନନ୍ତର ନଗରସ୍ଥ ଲୋକମାନେ ଏଲିଶାଙ୍କୁ କହିଲେ, ଦେଖନ୍ତୁ ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭମାନଙ୍କ ପ୍ରଭୁ ଦେଖୁଅଛନ୍ତି ଯେ ଏହି ନଗରର ସ୍ଥାନ ମନୋରମ, ମାତ୍ର ଜଳମନ୍ଦ ଓ ଭୂମି ଫଳନାଶକ। ଏଠି ଜଣେ ବା କେତେକ ନେତା ଏଲିଶାଙ୍କ ନିକଟକୁ ପ୍ରାକ୍ଟିକାଲ ସମସ୍ୟାକୁ ନେଇ ଆସୁଅଛନ୍ତି। କଣ କହୁଛନ୍ତି? ଆଜ୍ଞା ସ୍ଥାନ ମନୋରମ, ଜଳ ମନ୍ଦ, এই ଜଳ ଯେହେତୁ ମନ୍ଦ, ଏ ଭୂମି ଫଳନାଶକ, ଆଉ ଏଟା କଣ କଲେ ତାର ସମାଧାନ ହେବ? ଆଉ ସେତେବେଳେ ଏଲିଶାଇ କହୁଛନ୍ତି, ମୋ କତିକି କଣ ଆଣ? ଗୋଟିଏ ନୂତନ ପାତ୍ର ଆଣ ଓ ତହିଁରେ ଲବଣ ଦିଅ। ତହୁ ସେମାନେ ତାଙ୍କ ନିକଟକୁ ତାହା ଆଣିଲେ। এই ଜିରିହର ଅଞ୍ଚଳ ଜର୍ଦ୍ଦନର ଉପତ୍ୟକା, ପ୍ରାକୃତିକ ପରିବେଶ, ଉତ୍ତମ ଜଳବାୟୁ। ହେଲେ ଆମେ ଜାଣୁ ଏ ଯୋଉ ନଦୀ କୂଳ ଅଞ୍ଚଳ ସବୁବେଳେ ପଟୁମାଟି ଅଞ୍ଚଳ, ଆଉ ସବୁବେଳେ ଉତ୍ତମ ଚାଷର ଉପକୂଳ ଅଞ୍ଚଳ ହେଇଥାଏ। କିନ୍ତୁ ଏ ଜର୍ଦ୍ଦନର ଉପତ୍ୟକା ଭଲ ଜମି, କାହିଁକି ଏଟା ଫଳନାଶକ ବା ଜଳ ମନ୍ଦ ହେଇଛି ସେ ଜମିର ଜଳ, ଆଉ ଯୋଉଠି ଉତ୍ତମ ଫଳ ଫଳି ପାରୁନାହିଁ। ଅନେକ ସମୟରେ ଏଟାକୁ ଯଦି ମୁଁ କହିବି, ଏଟା ହବ ଆମମାନଙ୍କର ଆଲିଗୋରିକାଲ ଇଣ୍ଟରପ୍ରିଟେସନ ବୋଲି ଯାହା କହନ୍ତି। ଆମମାନେ ଅନେକ ସମୟରେ ଉତ୍ତମ ଖ୍ରୀଷ୍ଟ ପରିବାରର ଜନ୍ମ ହେଇଥାଉ, ମାନେ ଭଲ ଫେଲୋସିପକୁ ଯିବା ବ୍ୟକ୍ତି ହେଇଥାଉ, ଆଉ ଭଲ ଖ୍ରୀଷ୍ଟୀୟ ପରିବାର ପରିବେଶ ଆତ୍ମିକ ଏନଭାୟରନମେଣ୍ଟରେ ବାସ କରିଥାଉ। ସେବା କରିବାର ଜୀବନ, ପୁଣି ଫଳପ୍ରଦ ଜୀବନ, ଆଉ ଆତ୍ମାରେ ଦିନକୁ ଦିନ ବୃଦ୍ଧି ପାଇବାର ଜୀବନ ଦେଖାଯାଇ ନଥାଏ। ଏଇଟା ମୁଁ ଆପଣମାନଙ୍କୁ ଆଗରୁ କହିଲି, ଆଲିଗୋରିକାଲ ଇଣ୍ଟରପ୍ରିଟେସନ ଆକୁ କହନ୍ତି। ସିଚୁଏସନକୁ ନେଇ ଆମେ ଇଣ୍ଟରପ୍ରେଟ କରିବା। କିନ୍ତୁ ଏହା ମୋର କହିବାର ଅର୍ଥ ନୁହଁ ଯେ ଏଟା ସେମିତି ହଉଛି ବୋଲି, କିନ୍ତୁ ମୁଁ କହିବାକୁ ଚାହେଁ ଆମମାନେ ଆତ୍ମିକ ପରିବେଶରେ ଥାଉ, ଆଉ ଆତ୍ମିକ ପରିବାରରେ ଜନ୍ମ ହେଇଥାଉ, ଆଉ ତାହା ସେ ଆମ ଜୀବନରେ ଆତ୍ମିକତା ଆସିନଥାଏ। ଉଦାହରଣ ସ୍ୱରୂପ, ମୁଁ ଗୋଟେ ବାଳକର ପୁଅ ହେଇଥିବି, ଆଉ ମୋ ବାପା ମା ପରିତ୍ରାଣ ପ୍ରାପ୍ତ ବ୍ୟକ୍ତି ହେଇଥିବେ, କିନ୍ତୁ ତାଙ୍କ ଗର୍ଭରେ ମୁଁ ଯେହେତୁ ଜନ୍ମ ହେଇଛି, ମୁଁ କେବେ ବି ପରିତ୍ରାଣ ପ୍ରାପ୍ତ ବ୍ୟକ୍ତି ହୋଇପାରିବି ନାହିଁ। ଆଉ ଏଇ ପରିତ୍ରାଣର ଜୀବନ ତାହା ମୋର ବ୍ୟକ୍ତିଗତ ଜୀବନର ଅନୁଭୂତି ଅଟେ। ପରିତ୍ରାଣ এটা জেনারেশন টু জেনারেশন মানে কন্টিনিউ হব নাই। যদিও ମୋ ଜୀବନରେ ପାପର ସ୍ୱଭାବ ନେଚର ଯାହା ଅଛି, ସେଇ ପାପର ଜିନ୍ ଆଉ ପ୍ରବୃତ୍ତି ମୋ ପୁତ୍ର ପାଖକୁ ଯାଇଛି,
କିନ୍ତୁ ମୁଁ ଯେ ପରିତ୍ରାଣ ପ୍ରାପ୍ତ ଆଉ ସେ ପରିତ୍ରାଣର ଅନୁଭୂତି ମୋ ପୁଅ ପାଇଁ ତାହା ଲାଗୁ ହେବ ନାହିଁ। ଆଉ ପରିତ୍ରାଣ ପାଇବାକୁ ହେଲେ ତାକୁ ନିଜେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ସମର୍ପିତ ହୋଇ ତାଙ୍କୁ ପ୍ରଭୁ ବୋଲି ସ୍ୱୀକାର କରି ତାଙ୍କୁ ଗ୍ରହଣ କଲେ ସେ ପରିତ୍ରାଣ ବା ଉଦ୍ଧାର ପାଇବ। ସେଥିପାଇଁ ମୁଁ କହିଲି ଆଲିଗୋରିକାଲ ଇଣ୍ଟରପ୍ରିଟେସନ ବୋଲି ଆକୁ କହନ୍ତି। ହେଲେ ଏଇଠି ସେ ଇସ୍ରାଏଲୀୟ ଲୋକମାନେ ଆଉ ଏଇ ସ୍ଥାନ ଅତି ଉତ୍ତମ ସ୍ଥାନ ଆଉ ଏଇ ଜର୍ଦ୍ଦନର ଉପକୂଳବର୍ତ୍ତୀ ଅଞ୍ଚଳ ମାଟି ବଡ଼ ସୁନ୍ଦର ଆଉ ପ୍ରାକୃତିକ ପରିବେଶ ଉତ୍ତମ, କିନ୍ତୁ ସେ ଯୋଉ କ୍ଷେତର ଜଳର ସମସ୍ୟା ଅଛି। ଆମେ ଭଲ ପରିବାରରେ ଜନ୍ମ ହେଇଥିବା, ଭଲ ଫେଲୋସିପ୍ର ଅଂଶୀ ହେଇଥିବା, ଆମେ ଭଲ ଆତ୍ମିକ ନେତା ନେତ୍ରୀ ମାନଙ୍କର ଅଧୀନରେ ଆମେ ଜୀବନ କାଟୁଥିବା, କିନ୍ତୁ ଆମମାନଙ୍କର ବ୍ୟକ୍ତିଗତ ଜୀବନ ସେଇ ଅନ୍ଧକାରରେ ହିଁ ଥିବ। ତାହା ସେ ପ୍ରକାରଟେ। ଆଉ ଏଠି ଏଲିଶାଙ୍କର ସେବା କାର୍ଯ୍ୟର ପ୍ରଥମ ସେବା କାର୍ଯ୍ୟର ଆରମ୍ଭର ବିଷୟ ଆମେ ଦେଖୁଛୁ। ଆପଣମାନଙ୍କୁ ମୁଁ ପ୍ରଥମରୁ କହୁଥିଲି ଯୋଉ ବସ୍ତ୍ର ଖଣ୍ଡକ ପଡ଼ିଲା ଏଲିୟଙ୍କର, ଆଉ ଏଲିଶା ତାହା ଧରିକି ଯାଇଛନ୍ତି, ଆଉ ତାହା ଏଲିଶାଙ୍କ ନିମନ୍ତେ ଈଶ୍ୱରଙ୍କର ଶକ୍ତିକୁ ପ୍ରକାଶ କରେ, ଆଉ ତାହା ଏଲିଶାଙ୍କ ନିମନ୍ତେ ଈଶ୍ୱରଙ୍କର ଶକ୍ତିର ଆଉ ପ୍ରମାଣ ଅଟେ। ଆଉ ଏଲିଶାଙ୍କ ନିମନ୍ତେ ତାହା ଏଲିୟଙ୍କୁ ଯେଭଳି ସେ ଛାଡ଼ିଲେ ନାହିଁ, ତାଙ୍କର ସ୍ୱର୍ଗାରୋହଣ କରିବା ପର୍ଯ୍ୟନ୍ତ ତାଙ୍କର ପଛେ ପଛେ ଥିଲେ। ଏକ ଏଲିୟଙ୍କୁ ଏଲିଶାଙ୍କ ଠାରୁ ବିଚ୍ଛିନ୍ନ କଲେ, ଆଉ ଘୂର୍ଣ୍ଣବାୟୁ ମଧ୍ୟରେ ଏଲିୟ ସ୍ୱର୍ଗାରୋହଣ କଲେ। ମାନେ ଏଲିୟଙ୍କ ସହିତ ଏଲିଶାଙ୍କର ଲାଗି ରହିବା। ଆମେ ଅନେକ ସାଧନ କର ତୁମର ଶକ୍ତି ଆଉ ପବିତ୍ର ଆତ୍ମାଙ୍କର ଅଭିଷେକ ଦିଅ ବୋଲି ମାଗିବାଟା ଭୁଲ ବିଷୟ। ଜଗତର ସବୁ ବିଷୟରେ ପୂର୍ଣ୍ଣତା ପ୍ରାପ୍ତ ହେବା ପାଇଁ ଯୋଉ ଆଶା ଅଭିଳାଷ ତାହା ଖରାପ ନୁହଁ, ଆଉ ପ୍ରଭୁ ହିଁ ତାହା କରନ୍ତି। କିନ୍ତୁ ଖରାପଟା କଣ? ଆପଣାର ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିବା ଖରାପଟେ, ଯାହା ଯାକୁବ କହୁଛନ୍ତି। ଆଉ ସେଥିପାଇଁ ଅନେକ ସମୟରେ ପ୍ରାର୍ଥନା ଶୁଣା ଯାଇ ନଥାଏ ବୋଲି ଯାକୁବ କହିଲେ। ତେବେ ଏଲିଶା ଯାହା ମାଗୁଛନ୍ତି ସେଥିରେ ସେ ସ୍ଥିର। କଥାବାର୍ତ୍ତା କନଭରସେସନ ମଧ୍ୟରେ ସେ ଯୋଉ ଘୂର୍ଣ୍ଣବାୟୁ ମଧ୍ୟରେ ବୃଦ୍ଧକୁ ଗଲେ, ଆମେ ଜାଣିନାହୁଁ ସେଟା 5 ମିନିଟ କି 10 ମିନିଟ, ହୁଏତ ଆଉ କିଛି ଲମ୍ବା ସମୟ ମଧ୍ୟ ହେଇଥିବ। ଆଉ ସେଟା ଲାଷ୍ଟ ସୁଯୋଗ ଏଲିଶାଙ୍କ ନିମନ୍ତେ ଏଲିୟଙ୍କ ସହିତ ଲାଗି ରହିବା ଛଡ଼ା ତାଙ୍କ ସହିତ ଲାଗି ରହିଛନ୍ତି। ঊର୍ଦ୍ଧ୍ୱକୁ ଗମନ କରିବାଟା ଘୂର୍ଣ୍ଣବାୟୁରେ ସଦାପ୍ରଭୁଙ୍କର ଅଗ୍ନିମୟ ଅସ୍ପ ଆଉ ରଥ ତାଙ୍କୁ ସେଠିକାର ଲୋକମାନେ ଏଲିଶାଙ୍କ ନିକଟକୁ ଗୋଟେ ପ୍ରାକ୍ଟିକାଲ ସମସ୍ୟାକୁ ନେଇ ଆସୁଛନ୍ତି। ଆଜ୍ଞା, ଏଇଟା ଅତି ମନୋରମ, ଖାଲି ଜଳଟି ମନ୍ଦ ଅଟେ, ଯୋଉଥିପାଇଁ ଭୂମି ଫଳନାଶକ। ମୁଁ କଣ କହୁଛି, ଅତି
ପରିବେଶ ଆମକୁ ପରିବର୍ତ୍ତନ କରିପାରିବ। ଆତ୍ମିକ ପରିବାରରେ ଆମେ ଯେ ଜନ୍ମ ହେଇଛୁ, ନୁହଁ ଯେ ଆମେ ଭଲ ହେଇଯିବା। ଆମେ ଭଲ ହେବାକୁ ହେଲେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବ୍ୟକ୍ତିଗତ ସମର୍ପଣ ନିତାନ୍ତ ଆବଶ୍ୟକ। ହେଲେ ଆଉ ତାହାର କାରଣ କଣ ଯେ ଯୋଉଥିପାଇଁ ଏଠି ଫଳ ହଉନାହିଁ ଆଉ ଏ ଭୂମି ଫଳନାଶକ ହେଇଛି? ତାର କାରଣ ହଉଛି ବାଲର ପୂଜା ସେ ସ୍ଥାନରେ ଇସ୍ରାଏଲ ଲୋକମାନେ କରୁଛନ୍ତି। ଦୁଇଟି ପୂଜା କରିବା ସ୍ଥାନ ବୋଲି ଯେତେବେଳେ କେତେକ ବିଷୟକୁ ଧ୍ୟାନ କରୁଥିଲି ମୁଁ ସେଠି ଦେଖିଲି। ପ୍ରଥମ ହଉଛି ସେଟା ହଉଛି ସେ କଫ୍ ୱାର୍ସିପ୍ ସେଣ୍ଟର, ଆଉ ବାଲ ଦେବତା ଉଦ୍ଦେଶ୍ୟରେ ଯଜ୍ଞ ବେଦୀ ସ୍ଥାପନ କରିବାର ସ୍ଥାନ ସେଇ ସ୍ଥାନ ଯୋଉ ସ୍ଥାନ ଜର୍ଦ୍ଦନର ଉପକୂଳବର୍ତ୍ତୀ କିନ୍ତୁ ଫଳନାଶ, ମାନେ ଆତ୍ମିକ ପରିବେଶରେ ଥିବା, ଆତ୍ମିକ ପରିବାର ଜନ୍ମ ହେଇଥିବା, କିନ୍ତୁ ଆମଙ୍କର ହୃଦୟରେ ଆଜି ପର୍ଯ୍ୟନ୍ତ ସେ ଜଗତର ଅଧିପତି ଶୈତାନ ସେ ରାଜତ୍ୱ କରିଥିବେ ଆଉ ଆମେ ଜଗତକୁ ପ୍ରେମ କରୁଥିବା, ତାହେଲେ ସେଠି କେମିତି ଆତ୍ମିକ ଜୀବନର କଣ ସେଟା ଉତ୍ପତ୍ତି ହେଇପାରିବ? ଆଉ ସେଇ ସ୍ଥାନ ଠିକ ସେମିତି ଥିଲା, ବାଲର ପୂଜା କରିବାର ସ୍ଥାନ। ଆଉ ସେଟା ହଉଛି ସେଇ ଯୋଉ ଇସ୍ରାଏଲ ଲୋକମାନେ ପ୍ରଥମେ ମୋଶା ସିନାଇ ପର୍ବତକୁ ଯାଇଥିଲେ ପରମେଶ୍ୱରଙ୍କ ଠାରୁ 10 ଆଜ୍ଞା ଆଣିବାକୁ ଗଲା ବେଳେ ଏମାନେ ସେଇ ସମସ୍ତ ସୁନା ଆଉ ସବୁ ବାହାର କରି ଯୋଉ ସେଟା କଣ ବାଛୁରୀ ନିର୍ମାଣ କରିଥିଲେ, ସେ କାଫ୍ ୱାର୍ସିପ୍ ର ସ୍ଥାନ ଅଟେ। 20 ପଦରେ ଆମେ ଦେଖୁଛୁ ଏଲିସାଇ କଣ କହୁଛନ୍ତି, ମୁଁ ଆପଣମାନଙ୍କ ପାଇଁ ପଢିବି 20 ପଦ। ଏଥିରେ ସେ ଜଳ ନିର୍ଝର ନିକଟକୁ ଗଲେ ଓ ତହିରେ ସେ କହିଲେ, ମୋ କତିକି ଗୋଟିଏ ନୂତନ ପାତ୍ର ଆଣ ଓ ତହିରେ ଲବଣ ଦିଅ। ତହୁ ସେମାନେ ତାଙ୍କ ନିକଟକୁ ତାହା ଆଣିଲେ। 20 ପଦ ନୂତନ ପାତ୍ର କଥା ଲେଖା ଅଛି। ଏଠି ପ୍ରଥମ ବିଷୟ ଆମେ ଦେଖୁଛୁ ଏଲିସାକୁ ବ୍ୟବହାର କରିବା ପାଇଁ ଈଶ୍ୱରଙ୍କର ଇଚ୍ଛା ଏବଂ ସାମର୍ଥ୍ୟ ଦେଖାଇ ଏଲିସାଙ୍କ ଜୀବନରୁ ଯେଭଳି ତାଙ୍କ ଲୋକମାନେ ଆଶୀର୍ବାଦ ପାଇବେ ଏହା ତାଙ୍କର ଇଚ୍ଛା। ଆଉ ଏଇ 20 ପଦ ଅନୁସାରେ ଏ ଯୋଉ ନୂତନ ପାତ୍ର କଥା ଲେଖାଗଲା, ଏହା ଏଲିସାଙ୍କୁ ହିଁ ପ୍ରକାଶ କରେ। ନୂତନ ପାତ୍ର ଅର୍ଥାତ୍ ଈଶ୍ୱରଙ୍କ ନିମନ୍ତେ ବ୍ୟବହାର ଯୋଗ୍ୟ ପାତ୍ର ଅଟେ। ଯେପରି ଇସ୍ରାଏଲ ମାନେ ଜାଣିବେ ଯେ ପ୍ରଭୁ ଯେତେବେଳେ ବ୍ୟବହାର କରିବା ପାଇଁ ଚାହାନ୍ତି ଜଣେ ବ୍ୟକ୍ତିକୁ, ତାକୁ ହିଁ ପାତ୍ର ଭାବରେ ବ୍ୟବହାର କରନ୍ତି। ଆଉ ଏଠି ଏଲିସାଇ କହୁଛନ୍ତି, ମୋ କତିକି ପାତ୍ର ଆଣ ଆଉ ତହିରେ ଲବଣ ଦିଅ। ଆଉ ସେ ତାହା ଆଣିଲେ, ଆଉ ସେ ନିର୍ଝର ନିକଟକୁ ଗଲେ, ଆଉ ସେ ଲୁଣ ସେ ଜଳରେ ପକାଇଲେ, ଆଉ ସେ ଜଳ ଆଉ ଭଲ କଲେ, ଆଉ ମୃତ୍ୟୁଜନକ ଅବା ଫଳନାଶକ ଆଉ ହେବ ନାହିଁ। ଆଉ ସେଥିପାଇଁ 22 ପଦରେ ଆଜି ପର୍ଯ୍ୟନ୍ତ ସେ ଜଳ ଉତ୍ତମ ଅଛି ବୋଲି ଲେଖାଯାଇଛି। ତାମାନେ ପ୍ରଭୁ ବ୍ୟବହାର କରିବା ପାଇଁ ତାଙ୍କର ଇଚ୍ଛା ଏବଂ ତାଙ୍କର ସାମର୍ଥ୍ୟକୁ ତାଙ୍କ ଲୋକମାନଙ୍କ ଜୀବନରେ ପ୍ରକାଶ କରନ୍ତି, ଆଉ ଆଶୀର୍ବାଦ ଯେଭଳି ସେମାନେ ପାଇବେ ଏଥିପାଇଁ ତାଙ୍କ ଲୋକମାନଙ୍କୁ ବ୍ୟବହାର କରନ୍ତି। ତାପରେ ଏଲିସା କଣ କଲେ, ସେ ପାତ୍ର ନେଲେ, ଲବଣ ନେଲେ, ସେ ଜଳରେ ପକେଇଲେ, ତାହା ଭଲ ହେଲା ଆଉ ଆଜି ପର୍ଯ୍ୟନ୍ତ ଭଲ ହେଇଛି ବୋଲି ବାଇବଲ ପ୍ରକାଶ କରେ। ହେଲେ ଏଠି ଏହା ପ୍ରମାଣ ଦେବା ପାଇଁ, କଣ ପ୍ରମାଣ ଦେବା ପାଇଁ? ଦୀର୍ଘ ଦିନ ତୁମେ ଯୋଉ ବାଲର ପୂଜା କରି ଆସିଥିଲ, ବାଲ ଦେବତା ଉଦ୍ଦେଶ୍ୟରେ ଧୂପ ଜଳେଇଥିଲ,
ଆଉ ଏହା ପ୍ରକାଶ କରେ ଯେ ବାଲ ନୁହଁ ମାତ୍ର ସଦାପ୍ରଭୁ ସେ ସତ୍ୟ ଆଉ ଜୀବନ୍ତ କାର୍ଯ୍ୟ ସାଧକ ପ୍ରଭୁ ଅଟନ୍ତି। ଯେପରି ଇସ୍ରାଏଲ ଲୋକମାନେ ଜାଣିବେ ଯେ ସୁରକ୍ଷା ଏବଂ ଶୁଦ୍ଧ କରି ସଦାପ୍ରଭୁ ତାଙ୍କ ଲୋକମାନଙ୍କୁ ବ୍ୟବହାର କରିବା ପାଇଁ ଚାହାନ୍ତି। ତୁମେ ସେ ବାଲର ଉପାସନା ଦ୍ୱାରା ଶୁଦ୍ଧ ହୋଇପାରିବ ନାହିଁ, କିମ୍ବା ସେ ବାଛୁରୀର ପୂଜା ବା କପ୍ ୱର୍ସିପ କରିବା ଦ୍ୱାରା ତୁମେ ପବିତ୍ର ହୋଇପାରିବ ନାହିଁ। ଆଉ ଏମାନେ ତୁମକୁ ପବିତ୍ର ବା ଶୁଦ୍ଧ କରିପାରିବେ ନାହିଁ। କେବଳ ସଦାପ୍ରଭୁ ପରମେଶ୍ୱର ହିଁ ଅଟନ୍ତି ଯେ ତୁମକୁ ଶୁଦ୍ଧ କରି ବ୍ୟବହାର କରିବା ପାଇଁ ଚାହାନ୍ତି। ସଦାପ୍ରଭୁ କେମିତି ପ୍ରଭୁ? ଯେ ସେ ବନ୍ଧ୍ୟା ଭୂମିକୁ ଫଳ ଉତ୍ପନ୍ନ କରିବା ପାଇଁ ଆଶୀର୍ବାଦ କରନ୍ତି। ଇସ୍ରାଏଲ ଆଶୀର୍ବାଦ ପାଉ, ଏହା ଈଶ୍ୱରଙ୍କର ଇଚ୍ଛା ଅଟେ। ଏଇ ଯୋଉ ଭୂମି ଆଉ ଜଳ, ଏଇଟା ଇସ୍ରାଏଲ ଲୋକମାନଙ୍କ ଜୀବନରେ ଯେମିତି ବୁଝିବେ କି ଯେ ସେ ଯେତେବେଳେ ଆଶୀର୍ବାଦ କରନ୍ତି ବନ୍ଧ୍ୟା ଭୂମି ମଧ୍ୟ ଫଳ ଉତ୍ପନ୍ନ କରିପାରେ। ଆଉ ଏଇ ଫଳ ଉତ୍ପନ୍ନ କରିବାଟା ବାଲର ଉପାସନା ଦ୍ୱାରା ନୁହଁ, ମାତ୍ର ସଦାପ୍ରଭୁଙ୍କ ଦ୍ୱାରା ହିଁ ସମ୍ଭବ ହୋଇପାରେ। এই ବିଷୟ ପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଶିଖେଇବା ନିମନ୍ତେ ଏଲିଶାଙ୍କୁ ସେ ସ୍ଥାନକୁ ନେଉଛନ୍ତି ଆଉ ଏ ସମସ୍ୟାକୁ ସେମାନଙ୍କ ଜୀବନରେ ଦେଖାଉଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଥିରୁ ପ୍ରଭୁ ଆପଣଙ୍କୁ ଆଉ ମତେ କଣ କହିବାକୁ ଚାହାନ୍ତି? ନାଇଁ, ଜଗତର କୌଣସି ଶକ୍ତି କି ବ୍ୟକ୍ତି ଉପରେ ନିର୍ଭର କଲେ ଆମେ ଜୀବନରେ ସଫଳତା ପାଇପାରିବା ନାହିଁ। ତାପରେ ଆଉ ଦେଖନ୍ତୁ, ଏତିକି ତ ଘଟଣା ଘଟିଲା। ଏଲିଶା ଯେତେବେଳେ ଜିରିହରୁ ବୈଥଲକୁ ଯାଉଛନ୍ତି, 23 ପଦରେ ଆପଣମାନଙ୍କ ପାଇଁ ମୁଁ ପଢିବି। ଇଥିଉତରେ ସେ ସେଠାରୁ ବୈଥଲକୁ ଗଲେ। ପୁଣି ସେ ପଥରେ ଯାଉ ଯାଉ କେତେକ କ୍ଷୁଦ୍ର ବାଳକ ନଗରରୁ ବାହାରି ଆସି ତାଙ୍କୁ ପରିହାସ କରି କହିଲେ, ଆରେ ଡାଙ୍ଗରା ମୁଣ୍ଡା ଉପରକୁ ଯା, ଆରେ ଡାଙ୍ଗରା ମୁଣ୍ଡା ଉପରକୁ ଯା। ଏଲିଶା ବୈଥଲ ଆଡକୁ ଯାଉଛନ୍ତି। କେତେକ କ୍ଷୁଦ୍ର ବାଳକ ବୋଲି ଓଡ଼ିଆରେ ଲେଖାଯାଏ, କିନ୍ତୁ ଇଂରାଜୀ ବାଇବଲରେ ମୁଁ ଯେତେବେଳେ ପଢୁଥିଲି, ଦେ ଆର୍ ନଟ୍ ବାଳକ ବଟ୍ ଦେ ଆର୍ ୟୁଥ୍, ଯୁବା ମାନେ। ଆଉ ନଟ୍ ଚିଲଡ୍ରେନ୍, ୟଙ୍ଗ ମେନ୍ ବୋଲି ଲେଖା ଅଛି। ଆଉ କେହି କହନ୍ତି ବାଲର ମିଥ୍ୟା ଭବିଷ୍ୟତ ବକ୍ତା ମାନେ ସେମାନେ ଅଟନ୍ତି, ଯୋଉମାନେ ଏଲିଶାଙ୍କୁ ଆରେ ଟାଙ୍ଗରା ମୁଣ୍ଡା ଉପରକୁ ଯା, ଆରେ ଟାଙ୍ଗରା ମୁଣ୍ଡା ଉପରକୁ ଯା ବୋଲି ଥଟ୍ଟା ପରିହାସ କରିଥିଲେ। ସେମାନେ ପିଲାମାନେ ନୁହନ୍ତି, ଆଉ ସେମାନେ ଯୁବାମାନେ ଅଟନ୍ତି। ଆଉ ସେମାନେ କୋଉମାନେ? ନା, ବାଲର ମିଥ୍ୟା ଭବିଷ୍ୟତ ବକ୍ତା ମାନେ ଅଟନ୍ତି ବୋଲି କେତେକ ବାଇବଲ ପଣ୍ଡିତ ମାନେ ମତ ଦିଅନ୍ତି। ସେ ସମୟରେ ଏମିତି ମସ୍ତକରେ କେଶ ବିହୀନ ହେବା ଅପମାନଜନକ ଥିଲା। କାହିଁକି ନା କୌଣସି ଅପରାଧୀ କିମ୍ବା ବନ୍ଦିତ୍ୱରେ ଥିବା ବ୍ୟକ୍ତିଙ୍କୁ ମସ୍ତକର କେଶ କାଟି ଆଉ ସେମାନଙ୍କୁ ଅପମାନିତ କରାଯାଉଥିଲା। ସେଇ ସମୟରେ, ଯୋଉ ସମୟରେ ଏଲିଶା ସେବା କାର୍ଯ୍ୟରେ ଅଛନ୍ତି ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ, ବିଶେଷ କରି ଏଲିଶାଙ୍କ ସମୟର କଥା ଏଇଟା। ଆଉ କେଶ କାଟିବା ବଡ ଅପମାନଜନକ ଥିଲା ସେମାନଙ୍କ ପାଇଁ। ଆଉ ଏଲିଶା ସାଧାରଣ ଭାବେ ହୁଏତ କେଶ ଶୂନ୍ୟ ବ୍ୟକ୍ତି ହେଇପାରନ୍ତି, କିମ୍ବା ଭାବବାଦୀ ଭାବରେ ନିଜକୁ ପୃଥକ କରିବା ପାଇଁ କ୍ଷୋର କରିଥାଇ ପାରନ୍ତି ବା ସେଭ କରିଥାଇ ପାରନ୍ତି ମସ୍ତକ। ହେଲେ ଏଇଟା ଅପମାନଜନକ ଥିଲା। ଯିଶାୟା ପୁସ୍ତକ 3:12-24 ପଦରେ ତାହା ଅତି ସୁନ୍ଦର ଭାବରେ ଲେଖାଯାଏ ଯେ ଅନେକ ସମୟରେ ଈଶ୍ୱରଙ୍କର ସେବା କାର୍ଯ୍ୟ ନିମନ୍ତେ ପୃଥକୃତ ବ୍ୟକ୍ତି ମାନେ ମଧ୍ୟ ସେଟା କଣ କରୁଥିଲେ ନା, ମସ୍ତକରେ ଖେର ଲଗେଇକିରି ସେମାନେ ଏମିତି କାର୍ଯ୍ୟ କରିଛନ୍ତି। ହେଲେ ଏଇଟା
ଏଲିସାଙ୍କୁ ସେ ଯୁବା ମାନେ କଣ କହୁଛନ୍ତି, ଆରେ ଟାଙ୍ଗରା ମୁଣ୍ଡା ଉପରକୁ ଯା, ଉପରକୁ ଯା। ତାର କିଛି ସମୟ ପୂର୍ବରୁ ଏଲିସାଏ ସେମାନଙ୍କ ନିମନ୍ତେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛନ୍ତି। ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ବିନତି କରି ସେ ଜଳକୁ ଉତ୍ତମ ଆଉ ସେ ଭୂମିକୁ ଫଳବାନ କରିବା ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି। କିନ୍ତୁ କେତେ ଯିବା ପିଲାମାନେ ବୋଲି ଆମେ ସବୁବେଳେ ଓଡ଼ିଆ ବାଇବଲରେ ପଢୁ, କିନ୍ତୁ ଇଂରାଜୀ ବାଇବଲରେ ଲେଖା ଅଛି ୟଙ୍ଗ ମେନ୍ ନଟ୍ ଚିଲଡ୍ରେନ୍, ଯୁବାମାନେ। ଆଉ ସେ ଯୁବାମାନେ କିଏ ହେଇପାରନ୍ତି? ବାଲ ଭବିଷ୍ୟତ ବକ୍ତା ମାନେ, ବାଲର ମିଥ୍ୟା ଭବିଷ୍ୟତ ବକ୍ତା ମାନେ। ଆଉ ସେମାନେ ଏଲିସା ପରିହାସ କରୁଛନ୍ତି। ଆଉ ଏଲିସାଙ୍କୁ ଯେ ସେମାନେ ପରିହାସ କରୁଛନ୍ତି ତାହା ନୁହଁ, ତାହା ଈଶ୍ୱରଙ୍କୁ ହିଁ ଥଟ୍ଟା କରୁଛନ୍ତି, ପରିହାସ କରୁଛନ୍ତି। କାରଣ ଏଲିସାଙ୍କୁ ପରିହାସ କରିବା ଈଶ୍ୱରଙ୍କୁ ପରିହାସ କରିବା ସହିତ ସମାନ। କାରଣ ପୁରାତନ ନିୟମର ଈଶ୍ୱରଙ୍କର ବାକ୍ୟ ଅନୁସାରେ ଯେ ଆମ୍ଭର ଲୋକକୁ ଅପମାନ କରେ ସେ ଆମ୍ଭକୁ ଅପମାନ କରେ, ଯେ ଆମ୍ଭର ଲୋକକୁ ତୁଚ୍ଛ କରେ ସେ ଆମ୍ଭକୁ ତୁଚ୍ଛ କରେ। ଇସ୍ରାଏଲର ଲୋକମାନେ ଯେଉଁମାନେ ଈଶ୍ୱରଙ୍କ ଲୋକମାନଙ୍କୁ ତୁଚ୍ଛ କରିଛନ୍ତି, ସଦାପ୍ରଭୁ ନିଜେ କହନ୍ତି ତାଙ୍କୁ ନୁହଁ ମାତ୍ର ଆମ୍ଭକୁ ତୁମେ ତୁଚ୍ଛ କରିଅଛ। ଇସ୍ରାଏଲ ଲୋକମାନେ ଯେତେବେଳେ ମିଶରରୁ କିଣା ଯାଉଛନ୍ତି, ଯେତେଥର ମୂଷାଙ୍କର ବଚସା କରିଛନ୍ତି, ସଦାପ୍ରଭୁ ସେମାନଙ୍କୁ ସାଙ୍ଗେ ସାଙ୍ଗେ ପ୍ରତିଫଳ ଦେଇଛନ୍ତି। ମୂଷାଙ୍କୁ ନୁହଁ ମାତ୍ର ଆମ୍ଭକୁ ତୁମେ ବଚସା କରିଅଛ ବୋଲି କହୁଛନ୍ତି। ଆଉ ସେଥିପାଇଁ ଏଇଟା ଈଶ୍ୱରଙ୍କୁ ଘୋର ଅପମାନ କରୁଛନ୍ତି। ଆଉ ସେତେବେଳେ ଏଲିସାଏ କଣ କରୁଛନ୍ତି? ଯୀଶୁ କହିଲେ, କଣ କହିଲେ? ଯେ ମୋହର ଲୋକଙ୍କୁ ଅସମ୍ମାନିତ କରେ ସେ ମତେ ଅସମ୍ମାନିତ କରେ। ଯେ ମୋର ଲୋକକୁ ଗିନାଏ ଥଣ୍ଡା ପାଣି ଦିଏ ସେ ଆପଣା ପୁରସ୍କାର ହରେଇବ ନାହିଁ। ଆଉ ଯେ ମୋର ଲୋକକୁ ଅର୍ଥାତ୍ ପ୍ରେମ କରେ ସେ ମତେ ପ୍ରେମ କରେ। ଆଉ ଯେ ମୋର ଲୋକକୁ ଘୃଣା କରେ ସେ ମତେ ଘୃଣା କରେ। ଠିକ୍ ସେ ପ୍ରକାର ଇସ୍ରାଏଲର ପରମେଶ୍ୱରଙ୍କୁ ତୁଚ୍ଛ କରୁଛ, ଇସ୍ରାଏଲର ଏ ବ୍ୟକ୍ତିକୁ ନୁହଁ। କାରଣ ଏଇ ତୁଚ୍ଛ କରିଅଛ। ଆଉ 24 ପଦରେ ଆମେ ଦେଖୁଛୁ ସେ କଣ କଲେ? 24 ପଦରେ ଆଉ ସେମାନଙ୍କୁ ଦେଖିଲେ ଓ ସଦାପ୍ରଭୁଙ୍କ ନାମରେ ସେମାନଙ୍କୁ ଶାପ ଦେଲେ। ସେତେବେଳେ ବନରୁ 2 ଭଲୁକି ବାହାରି ଆସି ସେମାନଙ୍କ ମଧ୍ୟରୁ ତଳେ ଛାପିବା। ସଦାପ୍ରଭୁଙ୍କ ନାମରେ ଶାପ ଦେଲେ, ଅଭିଶାପ ଦେଲେ। ଅଭିଶାପ ମାନେ ଆଶୀର୍ବାଦର ବିପରୀତ। କୌଣସି ବାକ୍ୟ ସେ ସମୟରେ ବିଶ୍ୱାସ କରାଯାଉଥିଲା, କୌଣସି ବାକ୍ୟ ଉଚ୍ଚାରିତ ହେଲେ ଫେରାଇ ନିଆଯାଇ ପାରୁନଥିଲା। ବିଶ୍ୱାସ କରୁଥିଲେ ଯେ ଉଚ୍ଚାରିତ ବାକ୍ୟରେ ନିଜସ୍ୱ ଜୀବନ ଯାହା ଉଚ୍ଚାରିତ ହେଉଥିଲା ତାହା ଫେରେଇକି ନିଆଯାଇ ପାରିବ ନାହିଁ। ମୋ ସ୍ତ୍ରୀ ସବୁବେଳେ ଗୋଟେ କଥା କହନ୍ତି, ଆପନା ମୁଁହ की बोली की ତୁମର ଇଚ୍ଛା ହିଁ ପୁରା ହେବ, ତୁମର ମନସ୍କାମନା ହିଁ ପୁରା ହେବ। ବାଇବଲ ଏହା କହୁଛି। ଏମାନେ କହୁଛନ୍ତି ଆରେ ଟାଙ୍ଗରା ମୁଣ୍ଡା ନାମରେ ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ କହିଥିବେ କି ପ୍ରଭୁ ତୁମକୁ ଦଣ୍ଡ ଦିଅନ୍ତୁ କହିଥିବେ। ଖାଲି ବାଇବଲ କହୁଛି ଶାପ ଦେଲେ। ଏ ଶାପର ଅର୍ଥ ନିଜସ୍ୱ ଶକ୍ତି ଆଉ ଜୀବନ ରହିଛି, ତାହା ଫେରେଇ ନିଆଯାଇ ପାରିବ। ଏହି ଶାପ ଏଲିସାଙ୍କର ଗର୍ବ ନୁହେଁ, ମାତ୍ର ଈଶ୍ୱରଙ୍କ ପ୍ରତି ସେମାନଙ୍କର ଅବସର। ତାହା କହିବା ଲୋକମାନଙ୍କ ଉପରେ ପଡ଼ିଲା।
ଦେଖନ୍ତୁ, ଈଶ୍ୱରଙ୍କର ଲୋକଙ୍କୁ ଅସମ୍ମାନ କରିବା ଆଉ ତାଙ୍କର ବାକ୍ୟର ଅବାଧ୍ୟ ହେବା ଆଉ ସଦାପ୍ରଭୁ ହିଂସ୍ରକ ଜନ୍ତୁ ଭଲୁକି ଆସିଲେ। ଆଉ ସେ ଭଲୁକି ମାନେ କିଏ ବୋଲୁଛନ୍ତି? ସିରିଆର ସ୍ଥିତ ଭଲୁକି ସେମାନେ ପନିପରିବା ଏପରିକି ବିଭିନ୍ନ ପ୍ରକାର ପିମ୍ପୁଡ଼ିକୁ ଆକ୍ରମଣ କରୁଥିଲେ। ଆଉ ସିଂହ ସଦୃଶ ସେମାନଙ୍କର ବଳ, ଆଉ ସେମାନେ 6.5 ଫୁଟ ଦୀର୍ଘ ଯେ ସଦାପ୍ରଭୁ ଏଲିଶାଙ୍କ ସଙ୍ଗରେ ଅଛନ୍ତି। ପ୍ରଭୁଙ୍କ ନାମରେ ଯେଉଁମାନେ ଆସନ୍ତି, ଆମେ ଯେତେବେଳେ ସେମାନଙ୍କୁ ପ୍ରଭୁଙ୍କ ଲୋକ ବୋଲି ଜାଣୁ ଆଉ ସମ୍ମାନ ଦେଉ, ତାହା ଈଶ୍ୱରଙ୍କୁ ସମ୍ମାନ ଦେବା ସହିତ ସମାନ। ଏଠି କଣ ସେମାନଙ୍କୁ ପ୍ରଭୁ ଶିଖେଇବା ପାଇଁ ଚାହେଁ? ପ୍ରଥମ ବିଷୟ, ଆମର ମନୋନୀତ ଅଭିଷିକ୍ତ ଦାସଙ୍କୁ ତୁମେ ଅସମ୍ମାନିତ କରିପାରିବ ନାହିଁ। ଆମେ ତୁମର ସଦାପ୍ରଭୁ ତୁମର ଅଜ୍ଞାତ ମହତ୍ୱପୂର୍ଣ୍ଣ ଦୁଷ୍କର ବିଷୟମାନ ଆମେ ତୁମକୁ ଦେଖେଇବା। ସେଥିପାଇଁ ଏଠି ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଅଛନ୍ତି। ଆଉ ସେଠୁ ଆମେ ଦେଖୁଛୁ ଏଇ ଯୋଉ ବାଲର କେତେକ ଯୁବା ମାନେ ବାଲ ଭବିଷ୍ୟତ ବକ୍ତାଙ୍କର ସେମାନେ ମିଥ୍ୟା ଭବିଷ୍ୟତ ବକ୍ତା ମାନେ ଆଉ ସେଇ ଯୁବା ମାନେ ଏଲିଶାଙ୍କୁ ତୁଚ୍ଛ କଲେ। ଆଉ ସେମାନେ ଭାବିଲେ ଆମେ କହିଦେଲୁ ଆଉ ପାରି ହେଇଗଲୁ, ଆମେ ଜିତିଗଲୁ। ଅନେକ ସମୟରେ ଜଗତର ଲୋକ ବି ସେମିତି ଏକା ଭାବନ୍ତି, ଆଜ୍ଞା ଆମେ ମୁଁ କହିଦେଲି ପାରିଗଲି, ମୋର କଥାରେ ମୁଁ ରହିଗଲି ଆଉ ଜିତିଗଲି, ସେ ହାରିଗଲା। ନାଇଁ 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 ନାଇଁ, ସେ ହାରି ଆପଣ ହାରିଗଲେ। ଯେ କହିଲେ ବେଶୀ, ସେ ଜିତିଲେ ଯେ ଶୁଣିଲେ ନୀରବରେ। ନୀରବ ହେଇଛନ୍ତି। ରାଜା ପଚାରୁଛନ୍ତି, ଆପଣ ଯହୂଦୀମାନଙ୍କ ରାଜା କି? ମତେ ଉଦ୍ଧାର କରିବାକୁ, ଶାସ୍ତି ଦେବାକୁ ମୋର ସାମର୍ଥ୍ୟ ଅଛି, ମୋ ସାମ୍ନାରେ କଥା କୁହ। ଆପଣ କଣ ଯହୂଦୀମାନଙ୍କ ରାଜା? ଆପଣ କହୁଛନ୍ତି ଯେ ମୁଁ ସେ ରାଜା। ନୀରବରେ। ଆଉ ସେଦିନ କହିବା ଲୋକ କିଏ ବି ଜିତି ନାହାନ୍ତି, ନୀରବ ହେବା ଲୋକ ହିଁ ଜିତିଛନ୍ତି। ଏଠି ଏଲିଶା ସେ କିଛି କହିନାହାନ୍ତି, ପ୍ରତ୍ୟୁତ୍ତର ଦେଇନାହାନ୍ତି। ସଦାପ୍ରଭୁଙ୍କ ନାମରେ ସେ ମନେ ମନେ କଣ କହିଲେ ମୁଁ ଜାଣିନି, ଆଉ ସଦାପ୍ରଭୁ ତାର ପ୍ରତିକାର କରୁଛନ୍ତି। ଆଉ 25 ପଦ ସେ କଣ କରୁଛନ୍ତି? ବୈଥଲରୁ ମାଉଣ୍ଟ କାର୍ମେଲ ଆଉ ସେ ସ୍ଥାନକୁ ଯାଉଛନ୍ତି। ଆଉ ସେଠି ପ୍ରଭୁ ତାଙ୍କୁ ଆଉ ଗୋଟେ ନୂଆ ଅନୁଭୂତି ଦେଉଛନ୍ତି। ଆଉ ଯାହା ଏଲିୟ କରୁଥିଲେ ଆଉ ଏଲିଶା ମଧ୍ୟ ସେଠୁ ବିଭିନ୍ନ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବାକୁ ଲାଗିଲେ। এইটা କଣ ପ୍ରମାଣ? ଏଲିଶା ମଧ୍ୟ ଜଣେ ଈଶ୍ୱରଙ୍କର ମନୋନୀତ ଆଉ ଶକ୍ତିପ୍ରାପ୍ତ ଅଧିକାର ପ୍ରାପ୍ତ ବ୍ୟକ୍ତି ଅଟନ୍ତି। ମୋର ଆଜିର କହିବାର ଅର୍ଥ ଏଇଟା, କୋଉଟା ନା ପ୍ରଭୁ ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ମନୋନୀତ କରନ୍ତି ଆଉ ଯେତେବେଳେ ତାଙ୍କ ସେବା କାର୍ଯ୍ୟ ପାଇଁ ଜଣେ ବ୍ୟକ୍ତିଙ୍କୁ ଆହ୍ୱାନ କରନ୍ତି, ତାଙ୍କୁ ସେ ତାଙ୍କ ସଙ୍ଗରେ କେବଳ ତାଙ୍କ ସଙ୍ଗରେ ରୁହନ୍ତି ନାହିଁ, ତାଙ୍କୁ ବ୍ୟବହାର କରନ୍ତି। ଆଉ ଏମିତି ବ୍ୟବହାର କରନ୍ତି, ସଫଳତାର ସହିତ ବ୍ୟବହାର କରନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସମୟ ବେଶୀ ହେଇଗଲା, ମତେ କ୍ଷମା କରିବେ। ପ୍ରଭୁ ଆମକୁ ଆହ୍ୱାନ କରିଛି। ମୁଁ ସେଦିନ ପ୍ରଥମରେ ଯେତେବେଳେ ଜୁମ୍ରେ ଯୋଗ ଦେଇଥିଲି, ସେ ଯୋଉ ଦିଦି ମଧୁମିତା ବୋଧେ ଯେ ଶିକ୍ଷୟିତ୍ରୀ ଦିଦି, ସେ ପ୍ରାର୍ଥନା କରିଥିଲେ, ମୁଁ ଶେଷ ପର୍ଯ୍ୟନ୍ତ
ଆମେ ଗୋଟେ ବିଷୟ ମୋ ପ୍ରଭୁକୁ ଧନ୍ୟବାଦ ପ୍ରଭୁ ତୁମେ ଯାହାକୁ ଆହ୍ୱାନ କରିବା ସେ ସେକୁଲାର ଫିଲ୍ଡରେ ତୁମ ସେବା କରିବା ଆଉ ଯେବେ ସଦାପ୍ରଭୁ ଆହ୍ୱାନ କରନ୍ତି ସଙ୍ଗରେ ରୁହନ୍ତି ବ୍ୟବହାର କରନ୍ତି ଏମିତି କି ଯେ ସଫଳତାର ସହିତ ବ୍ୟବହାର କରନ୍ତି ହେଲେ ଆମଠାରୁ ସେ କଣ ଅପେକ୍ଷା ଆମେ ଯଦି ଯୀଶୁ କହେ ମୋ ବିନା ତୁମ୍ଭେମାନେ କିଛି କରିପାର ନାହିଁ ତୁମମାନଙ୍କ ଠାରେ ପ୍ରଚୁର ଫଳ ଫଳିବ ଆଉ ମୋର ପିତା ମହିମାନ୍ୱିତ ପ୍ରଭୁ ଆମକୁ ଯେଉଁ ଆହ୍ୱାନ ଦେଇଛି এই ପ୍ରାର୍ଥନା କରିବା ପ୍ରଭୁ ଆମ ସଙ୍ଗରେ ହୁଅନ୍ତୁ ଆମ ଜୀବନରେ ସଫଳତା ଦିଅନ୍ତୁ ଆଉ ଆମ ଜୀବନ ମଧ୍ୟ ଦେଇ ଅନ୍ୟମାନଙ୍କର ଦୁର୍ବଳତାକୁ ଦେଖେଇବା ପାଇଁ ସେ ବାଲ ଦେବତା ଉପାସନା କରିବାର ସ୍ଥାନ ଆଉ ସେ ବାଛୁରୀକୁ ପୂଜା କରିବାର ସ୍ଥାନ ଆଉ ସେଇଥିପାଇଁ ସେ ଜଳମନ୍ଦ ସେ ଭୂମି ଫଳନାଶକ ଏହା ସେଦିନ ଇସ୍ରାଏଲ ଲୋକମାନଙ୍କୁ ସଦାପ୍ରଭୁ ଏଲିଶାଙ୍କ ଦ୍ୱାରା ଜଣେଇବା ପାଇଁ ତାଙ୍କର ପ୍ରଥମ ସେବା କାର୍ଯ୍ୟରେ ଏଲିଶାଙ୍କୁ ପ୍ରଭୁ ବ୍ୟବହାର କରିଛନ୍ତି ତାଙ୍କର ଆଦ୍ୟ ସେବା କାର୍ଯ୍ୟ ପ୍ରକାଶ କରେ ଯେ ସେ ଜଣେ ସ୍ୱତନ୍ତ୍ର ବ୍ୟକ୍ତି ଆଉ ଈଶ୍ୱରଙ୍କର ଶକ୍ତି ଏବଂ ଅଧିକାର ପ୍ରାପ୍ତ ବ୍ୟକ୍ତି ଆଉ ସେ ସୁରିଆକୁ ଗଲେ ଯୋଉଟା କି ରାଜଧାନୀ ଜିହୁଦା ପ୍ରଦେଶ ଆଉ କର୍ମେଲ ପର୍ବତକୁ ଆଉ ଈଶ୍ୱରଙ୍କୁ ସମ୍ମାନ ଦେବାକୁ ପ୍ରକାଶ କରେ ଯେ ଈଶ୍ୱରଙ୍କୁ ସମ୍ମାନ ଦିଏ ସେ ଈଶ୍ୱରଙ୍କୁ ସମ୍ମାନ ପ୍ରଭୁ ଆମମାନଙ୍କୁ ଯୋଉ ଆହ୍ୱାନ ଦେଇଛନ୍ତି ଆମେ ଏଇଟା ମନେ ରଖିବା ସେ ଆମ ସାଙ୍ଗରେ ରୁହନ୍ତି ଆଉ ଆମ ଜୀବନରେ ସଫଳତା ଆମେ ମୁଁ କହୁଥିଲି ଗୋଟେ କଥା ଆଉ ଗୋଟେ ଆଡେ ଗଲି ଆମେ ଯେତେ ଜଣ ଜୁମ୍ରେ ଆଜି ଜଡ଼ିତ ଆପଣମାନେ କେହି କୋଉ କୋଉ କାର୍ଯ୍ୟରେ ବ୍ୟବସାୟରେ ବିଭିନ୍ନ ପ୍ରକାର ମାନେ କଣ ସେକୁଲାର ଫିଲ୍ଡରେ ଥାଇପାରନ୍ତି ଗୋଟେ ବିଷୟ ମତେ ବେଶୀ ଭଲ ଲାଗେ ଯେତେବେଳେ ପିତର ଆଉ ଶିଷ୍ୟମାନେ ଆଉ ପ୍ରଭୁ ଯୀଶୁଙ୍କ ନିକଟକୁ ଆସିଲେ ଆଉ ପିତରଙ୍କର ଗୋଟେ ପ୍ରଶ୍ନ ଥିଲା ପ୍ରଭୁ ଆମେ ସବୁ ଛାଡ଼ି ଆପଣଙ୍କ ପଛେ ଆସିଛୁ ଯେ ଆମେ କଣ ପାଇବା ପ୍ରଭୁ ଯୀଶୁ ତାଙ୍କୁ କହିଥିଲେ ମୋର ପଛେ ତୁମେ ଆସିଛ ଯେ ମୁଁ ଯେତେବେଳେ ପିତାଙ୍କ ରାଜ୍ୟରେ ପ୍ରବେଶନ କରି ଆଉ କରିବି ତୁମେ ମଧ୍ୟ କରିବ ଆଉ ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ ଆଉ ଅନନ୍ତ ଜୀବନର ଅଧିକାରୀ ଆଉ ମତେ ଭଲ ଲାଗିଲା ଯେତେବେଳେ ପ୍ରଭୁ ପ୍ରଥମରେ ପିତରଙ୍କୁ ଆହ୍ୱାନ କଲେ ଆଉ ପିତରଙ୍କୁ ଯେତେବେଳେ ଆହ୍ୱାନ କଲେ ପିତରଙ୍କର ସେ ସେକୁଲାର ସର୍ଭିସ ଟର୍ନ ଟୁ ହିଜ ସର୍ଭିସ ମାନେ ଜାଗତିକ ସେବା କାର୍ଯ୍ୟ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ତାଙ୍କୁ ପରିବର୍ତ୍ତନ କରିଥିଲା ଆମେ ଯେତେ ଜଣ ବି ଜାଗତିକ ସେବା କାର୍ଯ୍ୟରେ ଅଛୁ ପ୍ରଭୁ ଆମମାନଙ୍କୁ ତାଙ୍କ ରାଜ୍ୟ ନିମନ୍ତେ ବ୍ୟବହାର କରନ୍ତୁ ଶକ୍ତିର ସହିତ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ କ୍ଷମା କରନ୍ତୁ